ମାନେ କ୍ଲାସ୍ ନବମ ଓ ପିଜି ପର୍ଯ୍ୟନ୍ତ ପଢ଼ୁଛନ୍ତି କି? ତାହେଲେ ଆପଣଙ୍କ ପାଇଁ ଆସିଗଲା ଏକ ଖୁସି ଖବର। SBI ଆଶା ସ୍କଲାରସିପ୍ 2026-27 ଆପଣଙ୍କ ପାଇଁ ବଡ଼ ସୁଯୋଗ ହୋଇପାରେ। ଇଏ ଏକ ସ୍କଲାରସିପ୍ ପାଇଁ କିଏ ଏଲିଜିବଲ୍, କିଏ କେତେ ଟଙ୍କା ମିଳିବ କାହାକୁ, କେମିତି ଆପ୍ଲାଏ କରିବେ, ଏହି ଭିଡ଼ିଓରେ ସବୁ କିଛି ଷ୍ଟେପ୍ ବାଇ ଷ୍ଟେପ୍ ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ, ଏଇଟା ଗୋଟେ SBI ପ୍ଲାଟିନମ୍ ଜୁବଲି ହେଉଛି। ସେ ତା ତରଫରୁ ଆପଣଙ୍କୁ ଏଇ ସ୍କଲାରସିପ୍ଟା ବହୁତ ବଡ଼ ସ୍କଲାରସିପ୍। ଦେଖନ୍ତୁ ଏ ପ୍ରୋଗ୍ରାମ ବିଷୟରେ, ଏ ସ୍କଲାରସିପ୍ ଆଗରୁ ବହୁତ ପିଲାଙ୍କୁ ଦେଇଛି। ଦେଖ 36,428 ପିଲାଙ୍କୁ ଓଭରାଲି ଦେଇସାରିଛି। 130 କୋଟି ପ୍ଲସ୍ ଅଧିକ ଟଙ୍କା ଦେଇସାରିଛି। ଆଉ ଅନଟିଚର୍ ଷ୍ଟୁଡେଣ୍ଟସ୍ ମାନେ ଦେଖନ୍ତୁ ଏତିକି। ବହୁତ କରି କିଛି କାଟାଗୋରୀ ଦେଇଛନ୍ତି ବହୁତ ପିଲାଙ୍କୁ। ତାପରେ ଏ ସ୍କଲାରସିପ୍ ବହୁତ ବଡ଼ ସ୍କଲାରସିପ୍, ବହୁତ ବଡ଼ ଆମାଉଣ୍ଟର ସ୍କଲାରସିପ୍, 15,000ର ସ୍କଲାରସିପ୍। ଦେଖନ୍ତୁ, ଯଦି ଆପଣ କ୍ଲାସ୍ ନବମ ଏବଂ ଦଶମ, ଟିକେ ଜୁମ୍ କରି ଆପଣ ଦେଖେଇ ଦେଉଛି। ଦେଖନ୍ତୁ, ଯଦି ଆପଣ କ୍ଲାସ୍ ନବମ ଆଉ ଦଶମ ହୋଇଛନ୍ତି ତାହେଲେ ଆପଣ ଏ ସ୍କଲାରସିପ୍ ପାଇଁ ଏଲିଜିବୁଲ୍। ତାପରେ ମୁଁ କହିବି କେଉଁ କାଟାଗୋରୀରେ କେତେ କେତେ ଟଙ୍କା ମିଳିଚାଲିବ। ଯଦି ଆପଣ ନବମ ଏବଂ ଦଶମ ପିଲା ହେଇଛନ୍ତି ତାହେଲେ ଆପଣଙ୍କୁ ଏ ସ୍କଲାରସିପ୍ରେ 15,000 ଟଙ୍କା ସ୍କଲାରସିପ୍ ମିଳିବ। 15,000 ଟଙ୍କା। ଯଦି ମିନିମମ୍ ଆପଣ 75% ମାର୍କ ରଖିଛନ୍ତି, ଆପଣ ପ୍ରିଭିୟସ୍ ଇୟର୍ ଏକ୍ଜାମରେ ଯଦି ଆପଣ 75% ମାର୍କ ରଖିଛନ୍ତି ତାହେଲେ ଆପଣ ଏ ସ୍କଲାରସିପ୍ ଏଲିଜିବୁଲ୍। ଯଦି ଆପଣ, ଆହୁରି ଗୋଟେ ଭଲ କଥା କହିଛି, SC ST ପିଲା ଯଦି ଆପଣ ହେଇଥିବେ ତାହେଲେ 65%, ଆଉ ଯଦି ଭିନ୍ନକ୍ଷମ ହେଇଥିବେ 60%, PWD ହେଲା 60%। ଏହି ପିଲା କ୍ଲାସ୍ ନବମ ଏବଂ ଦଶମ, 11th ଏବଂ 12th ପିଲାଙ୍କୁ 15,000 ଟଙ୍କାର ଅର୍ଥରାଶି ମିଳିବାକୁ ଯାଉଛି। ଏବଂ OBC, ଜେନେରାଲ, SCBC ପିଲା ଆପଣମାନେ ରଖିବେ 75% ମାର୍କ ରଖିଥିବା ଦରକାର। SC ST ପିଲା 65% ଆଉ PWD ପିଲା 60% ରଖିଥିବା ଦରକାର। ଅନ୍ୟ ଆଉ ଗୋଟେ କଥା କହିଲା, ଆର ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହେଲା ଆନୁଆଲ ଇନକମ୍ ତମ ଫ୍ୟାମିଲିର 3 ଲକ୍ଷରୁ କମ୍ ହେଇଥିବା ଦରକାର। ଆପଣ ଯେତେବେଳେ ଇନକମ୍ ସାର୍ଟିଫିକେଟ୍ ଦେବେ ସେତେବେଳେ ଯେମିତି ଆପଣଙ୍କ ଇନକମ୍ ସାର୍ଟିଫିକେଟରେ 3 ଲାଖରୁ କମ୍ ହେଇଥିବା ଦରକାର, ନହେଲେ ଆପଣଙ୍କୁ ଏ ସ୍କଲାରସିପ୍ ମିଳିପାରିବ ନାହିଁ। ଆହୁରି ଗୋଟେ କଥା ତାପରେ ଆପଣଙ୍କୁ ଦେଖଉଛି। ଦେଖନ୍ତୁ, UG ପିଲା, +3 ପିଲା, +3 ପିଲାଙ୍କୁ ଦେଖ, +3 ପିଲା, ଅଣ୍ଡର ଗ୍ରାଜୁଏଟ୍ ପିଲା, ଦେଖନ୍ତୁ ତମ ପାଇଁ ଆସିଗଲା ଏକ ବଡ଼ ଖବର। ଇଏ ହେଲା 75,000 ଟଙ୍କା ମିଳିବ ଆପଣଙ୍କୁ। 75,000 ଅପ୍ ଟୁ 75,000 ଟଙ୍କା ସ୍କଲାରସିପ୍ ମିଳିବ। ଦେଖନ୍ତୁ, ଏକ ବଡ଼ ସ୍କଲାରସିପ୍, ହ୍ୟୁଜ୍ ଆମାଉଣ୍ଟ ସ୍କଲାରସିପ୍, କାରଣ ପ୍ଲାଟିନମ୍ ଜୁବଲି SBI ରହୁଛି, ସେଇ ଲାଗି ଏକ ହ୍ୟୁଜ୍ ଆମାଉଣ୍ଟର ସ୍କଲାରସିପ୍ ଷ୍ଟୁଡେଣ୍ଟ ମାନଙ୍କୁ ପ୍ରଦାନ କରୁଛି। ଏଥିରେ ହେଲା, ଯଦି ଆପଣ 75% ରଖିଥିବେ ବା 7.5 CGPA ରଖିଥିବେ, OBC, SCBC ଏବଂ ଜେନେରାଲ କାଟେଗୋରୀ ପିଲାଙ୍କୁ ସ୍କଲାରସିପ୍ ମିଳିବ। ଆଉ 65% ସେଇ ଏକା ମେଥଡ଼, 65% ରଖିବେ ଆଉ 60% ରଖିବେ PWD, ଆଉ 65% ରଖିବେ SC ST ପିଲାଙ୍କୁ, ସେମାନଙ୍କୁ ମିଳିବେ। ଆହୁରି ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହେଲା, ଆର୍ଥରେ ଯେଉଁ ଇନକମ୍ ସାର୍ଟିଫିକେଟ୍, ଆପଣଙ୍କର ଆନୁଆଲ ଇନକମ୍, ଫ୍ୟାମିଲି ଇନକମ୍ 6 ଲାଖରୁ କମ୍ ହେବା ଦରକାର, ନହେଲେ ଅଧିକ ହେଲେ ଆପଣଙ୍କୁ ଏ ସ୍କଲାରସିପ୍ ମିଳିପାରିବ ନାହିଁ। ଏ ସ୍କଲାରସିପ୍ରୁ ଆପଣ ବଞ୍ଚିତ ରହିବେ। ଆହୁରି ଗୋଟେ ଇମ୍ପୋର୍ଟାଣ୍ଟ କଥା କହିଲା, ଇଏ କହିଲା ଯେ ସମସ୍ତଙ୍କୁ ପିଲାଙ୍କୁ ମୁଁ ଦେଇପାରିବିନି, ଅଧିକ ପିଲାରୁ ଟପ୍ 300 ପିଲାଙ୍କୁ ମୁଁ ଦେଇପାରିବି, ଆଉ ତାଠାରୁ ଅଧିକ ପିଲାଙ୍କୁ ମୁଁ ଦେଇପାରିବିନି। ଇଏ ଏକ ବହୁତ ବଡ଼ ସ୍କଲାରସିପ୍ ଆପଣମାନଙ୍କ ପାଇଁ ଆସିଗଲା। ତାପରେ ପାଇଲା PG, ପୋଷ୍ଟ ଗ୍ରାଜୁଏଟେଡ୍। ପୋଷ୍ଟ ଗ୍ରାଜୁଏଟେଡ୍ ଦେଖନ୍ତୁ, ପୋଷ୍ଟ ଗ୍ରାଜୁଏଟେଡ୍ ପାଇଁ ହେଲା 1.5 ଲକ୍ଷର ସ୍କଲାରସିପ୍, କାରଣ ଇଏ ପୋଷ୍ଟ ଗ୍ରାଜୁଏଟେଡ୍ ସ୍କଲାରସିପ୍ ହେଲା 1.5 ଲକ୍ଷ ଟଙ୍କାର ଦେଖନ୍ତୁ ଆଇଛି, 1.5 ଲକ୍ଷ ଟଙ୍କାର ଅର୍ଥରାଶି ହେଇଛି। ଇଏ ବି ମାର୍କ ବେସିସ୍ ହବ, ସବୁ ଇଏ ମାର୍କ ବେସିସ୍ ହବ। ଇଏ ଏକ ଆନୁଆଲ ଇନକମ୍ରେ କିସ୍ତି ୱାଇଜ୍ ତମକୁ ମିଳି ଚାଲିବ ଏ ସ୍କଲାରସିପ୍। ଏ ସ୍କଲାରସିପ୍ର ଫ୍ୟାମିଲି ଇନକମ୍ 66 ଲାଖ, ଆଉ ତାର ପରସେଣ୍ଟେଜ କାଟାଗୋରୀ ସେଇ ଏକା ରହିବ। ଏବଂ ଇଏ ବି ସେଇ 300 ପିଲାଙ୍କୁ ହିଁ ଦବ, ଅଧିକ ପିଲାଙ୍କୁ ଦେଇପାରିବ ନାହିଁ। 300ରୁ ଏଭବ ପିଲା ହେଲେ ଇଏ ଆଉ ଏଇ ପିଲାରୁ କିଏ ପାଇବେ? ମେଡ଼ିକାଲ ପିଲା ପାଇବେ, IIT ଷ୍ଟୁଡେଣ୍ଟ ପାଇବେ, IIM ଷ୍ଟୁଡେଣ୍ଟ ପାଇବେ, ଆଉ ଓଭରସିଜ୍ ଷ୍ଟୁଡେଣ୍ଟ ସବୁ ପାଇବେ। PG ପ୍ଲସ୍ PGରେ ଯିଏ PhD PhD କରୁଛନ୍ତି ଏ ବି ପାଇବେ। ତାପରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଆପ୍ଲାଏ କେମିତି କରିବୁ? ଏଥିରେ ଆପ୍ଲାଏ କରିବାକୁ ହେଲେ ଆପଣ ଦେଖନ୍ତୁ, ଆପ୍ଲାଏ ପ୍ରୋସେସ୍, ମୁଁ ଆପ୍ଲିକେସନ୍ ପ୍ରୋସେସ୍ ପୁରା କହିଦେଉଛି। ଏଇଟା ଏକ ଆପ୍ଲାଏ କେମିତି କରିବେ? ଆପଣ ଏଇ ଦେଖ, କର୍ଣ୍ଣରରେ ଗୋଟେ ଆପ୍ଲାଏ ନାଁ ଲେଖା ହେଇଛି। ଯେତେବେଳେ ଆପଣ ଯଦି ଆପ୍ଲାଏ ନାଉ ପୂର୍ବରୁ ଆପଣ ସାଇନ୍ ଇନ୍ କରିବେ, ସାଇନ୍ ଇନ୍ କରିସାରିଲା ପରେ ତାପରେ ଆପ୍ଲାଏ କରିବେ। ଏবার ରାଇଟ୍ ସାଇଡ୍ କର୍ଣ୍ଣରରେ ଲେଖିବ। ତାପରେ ଦେଖନ୍ତୁ, ଷ୍ଟେପ୍ ବାଇ ଷ୍ଟେପ୍ ଲେଖିଦେଇଛି। କ୍ଲିକ୍ ଟୁ ଆପ୍ଲାଏ, ଦେଖନ୍ତୁ ଷ୍ଟେପ୍ ବାଇ ଷ୍ଟେପ୍ କ୍ଲିକ୍ ଆପ୍ଲାଏ ନାଉ। ତାପରେ ଆପଣ କରିବେ ଲଗ୍ଇନ୍ ଥ୍ରୁ
ଆପ୍ଲିକେସନ୍ ଦେଖନ୍ତୁ ପୁରା ଲେଖିଛି ଲଗ୍ଇନ୍ ଟୁ ଆପ୍ଲିକେସନ୍ ଲେଖିବେ। ଷ୍ଟାର୍ଟ ଆପ୍ଲିକେସନ୍ ଆପଣ ଲଗ୍ଇନ୍ କରିବେ, କାରଣ ସାଇନ୍ ଇନ୍ କରିସାରିଥିବେ, ଆପଣ ନମ୍ବର ପାସୱାର୍ଡ଼ ଦେଇ ସାରିଲା ପରେ ଲଗ୍ଇନ୍ କରିବେ। ତାପରେ ଦେଇଛି ସେ ଗୋଟେ ଆପ୍ଲିକେସନ୍ ଫର୍ମ ଆସିବ। ଆପ୍ଲିକେସନ୍ ଫର୍ମ ଉପରେ ଆପଣ ଯାହା ଡିଟେଲ୍ସ ମାଗିବ, ଆଧାର କାର୍ଡ଼, ଇନକମ୍ ସାର୍ଟିଫିକେଟ୍, ପ୍ରିଭିୟସ୍ ମାର୍କସିଟ୍, ଆପଣ କେଉଁଠି ଆପ୍ଲାଏ କରିଛନ୍ତି ତାର ଡକୁମେଣ୍ଟ ଫାଇଲ୍ ସବୁ ଆପଣଙ୍କୁ ଦେବ। ତାପରେ ଦେଇଛି ଚୁଜ୍ ୟର୍ ସ୍କଲାରସିପ୍ କାଟାଗୋରୀ, କ୍ଲିକ୍ ଷ୍ଟାର୍ଟ ଆପ୍ଲିକେସନ୍। ଆପଣ କେଉଁ ସ୍କୁଲରେ ପଢ଼ୁଛନ୍ତି, କେଉଁ କ୍ଲାସ୍ରେ ବି ଆପଣ ଅଛନ୍ତି ସେଇଟା ପଢ଼ିବେ। ଆଉ ତାପରେ ଦେଲା 5 ନମ୍ବରରେ ଦେଲା ଫିଲ୍ ଦ ଆପ୍ଲିକେସନ୍ ଫର୍ମ। ଆପ୍ଲିକେସନ୍ ଫର୍ମ ଫିଲ୍ କରିସାରିଲା ପରେ ତାପରେ ଅପଲୋଡ଼ ଦେବ ଡକୁମେଣ୍ଟ। ଡକୁମେଣ୍ଟ ସବୁ ଅପଲୋଡ଼ କରିବ, ଡକୁମେଣ୍ଟ ଅପଲୋଡ଼ କରିବ। ଡକୁମେଣ୍ଟ ତାପରେ ଯାହା ଯାହା ଦରକାର ରିକ୍ୱାରମେଣ୍ଟ ମାଗିବ ତାର ଅପଲୋଡ଼ ଡକୁମେଣ୍ଟ କରିବ। ତାପରେ ଦେଇଛି ସେ କେତେ ଟର୍ମସ୍ ଗୁଡ଼ା ରିଭ୍ୟୁ କରିବ। ରିଭ୍ୟୁ କରିସାରିଲା ପରେ ତାପରେ ଲାଷ୍ଟକୁ ଆପଣ 8th ଥର ହେଲା କ'ଣ ସବମିଶନ୍ ଅଫ୍ ଆପ୍ଲିକେସନ୍ ଫର୍ମ। ଆପ୍ଲିକେସନ୍ ଫର୍ମକୁ ତୁମେ ସବମିଶନ୍ କରିବ। ଦେଖ ପୁରା ଭଲସେ ଡିଟେଲ୍ସ ଦେଖାଉଛି। ଏଇଠି ଲାଷ୍ଟ ପଏଣ୍ଟ ହେବ, ତୁମେ ଯେତେବେଳେ ଭେରିଫାଏ ଏଭ୍ରିଥିଙ୍ଗ କରେକ୍ଟ ସବମିଟ୍ କରିବ, ତୁମେ ଯେତେବେଳେ ଜାଣିସାରିବ ସବୁ ମୋର ଠିକ୍ ଅଛି, ତାହେଲେ କେହି କରେକ୍ଟ ବି ଇନକରେକ୍ଟ ଦେବେ ନାହିଁ, କାରଣ ଇଏ ସବୁ ଭେରିଫାଇ ହେଇ ଡିଟେଲ୍ସରେ ଦିଆହେବ। ଯେଉଁଠୁ ଗଲତ ବାହାରିବ ତାହେଲେ ଆଉ। ତାପରେ ଇମ୍ପୋର୍ଟାଣ୍ଟ କଥା, ତୁମେ ମନରେ କ୍ୱେଶ୍ଚନ୍ କେଉଁ ଡକୁମେଣ୍ଟ ଗୁଡ଼ା ରିକ୍ୱାରମେଣ୍ଟ ହେବ। ସେ ଦେଇଛି କେଉଁ ଡକୁମେଣ୍ଟ ରିକ୍ୱାର ହେବ। ଡକୁମେଣ୍ଟ ରିକ୍ୱାର ଦେଖନ୍ତୁ, ଏଥିରେ ଗୋଟେ ଡକୁମେଣ୍ଟ ଦରକାର ହେବ ଏକାଡେମିକ୍। ଦେଖନ୍ତୁ ମୁଁ ପୁରା ଭଲସେ ଆପଣଙ୍କୁ ଦେଖେଇ ଦେଉଛି। ଏକାଡେମିକ୍ ରେକର୍ଡ଼, ଆଇଡେଣ୍ଟି ପ୍ରୁଫ୍ ଯଥା କ'ଣ ପାସପୋର୍ଟ ସାଇଜ୍ ଫଟୋ, ଆଧାର କାର୍ଡ଼। ତାପରେ ଫାଇନାନ୍ସିଆଲ ଡକୁମେଣ୍ଟ ଯଥା ଫ୍ୟାମିଲି ଇନକମ୍, ଯେଉଁଟା ଇନକମ୍ ସାର୍ଟିଫିକେଟ୍, ଆଡ଼ମିସନ୍ ପ୍ରୁଫ୍, ତୁମେ ଯେଉଁ ଆଡ଼ମିସନ୍ ଯେଉଁ କଲେଜରେ କରିଥିବ ବା ଯେଉଁ ସ୍କୁଲରେ କରିଥିବ। ଆଉ ଗୋଟେ ହେଲା ପର୍ସନାଲ ଡକୁମେଣ୍ଟ, ସାର୍ଟିଫିକେଟ୍ କାଟାଗୋରୀ SCBC କାଷ୍ଟ ସାର୍ଟିଫିକେଟ୍। ତାହେଲେ ଆଡ଼ିସନାଲ ଡକୁମେଣ୍ଟ ସବୁ ଯାହା ଦରକାର, ସବୁ ଯାହା ମାଗିବ ତାହା ସବୁ ଫିଲ୍ଅପ୍ କରିବ। ତାପରେ ହେଲା ଇମ୍ପୋର୍ଟାଣ୍ଟ ଡେଟ୍ସ। ଆଉ ତୁମେ ଭାବୁଥିବ ଇମ୍ପୋର୍ଟାଣ୍ଟ ଡେଟ୍ସ କେବେ କ'ଣ କେଉଁ ଯାଏଁ ଅଛି। ଦେଖନ୍ତୁ ଜୁଲାଇ 22ରୁ ଏଇଟା ଆପ୍ଲାଏ ଷ୍ଟାର୍ଟ ହେଲାଣି, ଆଉ ବହୁତ ଦିନ ପର୍ଯ୍ୟନ୍ତ ଅଛି, ଆହୁରି ବହୁତ ଦିନ। ସେପ୍ଟେମ୍ବର 4 ଆହୁରି 1 ମନ୍ଥ ହେବାକୁ ଅଛି। ଆପଣ ଯେତେ ଜଲ୍ଦି କରିଦେବେ ଆପଣଙ୍କ ପାଇଁ ସୁବିଧା, କାରଣ 300 ପିଲାଙ୍କୁ ସିଏ 1.5 ଲାख ଦେବ PG ସ୍କଲାରସିପ୍ ଏବଂ 75,000 ଦେବ +3 ସ୍କଲାରସିପ୍। ଯେନେ ଜଲ୍ଦି ଆପଣ ଦେବେ। ଆଉ ଫ୍ରିକ୍ୱେଣ୍ଟଲି ଆସ୍କଡ୍ କ୍ୱେଶ୍ଚିନ୍, ହ୍ୱାଟ୍ ଇଜ୍ ଦ ଏସବୁ କେମିତି କ'ଣ ସିଲେକ୍ସନ୍ ପ୍ରୋସେସ୍, ଏଗୁଡ଼ା ସବୁ ଏସବୁ ଆପଣ ଦେଖିପାରିବେ। ଆଉ ଏୟାର ସ୍କଲାରସିପ୍ ଆଉ ମାନେ ଏଗୁଡ଼ା ଆପଣ କେମିତି ପ୍ରୋସେସ୍ରେ ଆପ୍ଲାଏ କରିବେ, ସେ ଆପଣଙ୍କୁ ଭଲ ଭାବରେ ଡିଟେଲ୍ସ ବୁଝେଇଦେଲା। ଜୟ ଜଗନ୍ନାଥ ଆଜ୍ଞା, ରହୁଛି।